ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ଆମର ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ର ଫୋର୍ଥ ସେମିଷ୍ଟାରର ସେଇ ୟୁନିଟ୍ ୱାନ୍ର ଆଉ ଏକ ଲଙ୍ଗ୍ କୋଶ୍ଚିନ୍। ପଛରେ ଦୁଇଟା ଭିଡ଼ିଓ ଦୁଇଟା ଲଙ୍ଗ୍ କୋଶ୍ଚିନ୍ ଆଲୋଚନା କରିଥିଲେ। ଏଇଟା 3 ନମ୍ବର ଲଙ୍ଗ୍ କୋଶ୍ଚିନ୍, ଯାହାକି ଏଇ ଲଙ୍ଗ୍ କୋଶ୍ଚିନ୍‌ରେ ସବୁ ସର୍ଟ ମାର୍କିଆ 2 ମାର୍କିଆ 3 ମାର୍କିଆ ଲୁଚି ରହିଛି। ଆପଣ ଏଇଟାକୁ ପଢ଼ିବେ ପ୍ଲସ୍ ନୋଟ୍ କରିବେ। ନୋଟ୍ କଲା ପରେ ସବୁ ପଏଣ୍ଟ ପଏଣ୍ଟ ଦେଇକି ଲେଖିବେ, ଯାହାଫଳରେ 1 ମାର୍କିଆ 2 ମାର୍କିଆ ଆଉ 3 ମାର୍କିଆ ସବୁ ବାହାରିବ। ଏଇଭଳିଆ ଭିଡ଼ିଓକୁ ଦେଖିବା ପାଇଁ ଆମ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରନ୍ତୁ। ଓକେ, ଚାଲନ୍ତୁ ଦେଖିବା, ଆଲୋଚନା କରିବା ସେଇ ଲଙ୍ଗ୍ କୋଶ୍ଚିନ୍। ସପ୍ତଦଶ ଶତାବ୍ଦୀର ୟୁରୋପୀୟ ସଙ୍କଟର ଦୂରୀକରଣରେ ୱେଷ୍ଟଫାଲିଆ ଚୁକ୍ତିର ଗୁରୁତ୍ୱ ପ୍ରତିପାଦନ କର। ଓକେ, ମାର୍ଟିନ୍ ଲୁଥରଙ୍କ ଜନ୍ମଭୂମି ଜର୍ମାନ ହେଲେ ମଧ୍ୟ ଏହାର ସବୁ ଅଧିବାସୀମାନେ ପ୍ରୋଟେଷ୍ଟାଣ୍ଟ ମତବାଦକୁ ଗ୍ରହଣ କରିନଥିଲେ। ଉତ୍ତର ଜର୍ମାନ ଓ କ୍ୟାଥୋଲିକ୍ ବହୁଳ ଥିବାବେଳେ ଦକ୍ଷିଣ ଜର୍ମାନୀରେ ପ୍ରୋଟେଷ୍ଟାଣ୍ଟମାନେ ବହୁଳ ଭାବେ ବସବାସ କରୁଥିଲେ। ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ ଅସହିଷ୍ଣୁତା ଯୋଗୁଁ ପରସ୍ପର ମଧ୍ୟରେ ସର୍ବଦା ଶତ୍ରୁତା ଲାଗି କରି ରହିଥିଲା। ଏହା ଜର୍ମାନ ସଂସ୍କୃତି ଓ ସଭ୍ୟତାର ଅଧୋଗତି ସଙ୍ଗେ ସଙ୍ଗେ ଦେଶର ବାଣିଜ୍ୟ ବ୍ୟବସାୟକୁ ମଧ୍ୟ ନିମ୍ନାଭିମୁଖୀ କରିଥିଲା। ଜମିଦାରମାନଙ୍କ ଅତ୍ୟାଚାର ଯୋଗୁଁ କୃଷକମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିଲା ଏବଂ କୃଷିକାର୍ଯ୍ୟର ଅବନତି ଘଟିଲା। ଏହି ଅବସ୍ଥା ମଧ୍ୟରେ 1618 ଖ୍ରୀଷ୍ଟରେ ୟୁରୋପରେ ତ୍ରିବଂଶୀୟ ଯୁଦ୍ଧର ଘନଘଟା ପରିସ୍ଥିତିକୁ ଅଧିକ ଜଟିଳ କରି ପକାଇଥିଲା। ମୁଖ୍ୟତଃ ଏହାକୁ ଜର୍ମାନୀରେ ଏବଂ ଗୃହଯୁଦ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଯୁଦ୍ଧ ଧର୍ମୀୟ କାରଣରୁ ଆରମ୍ଭ ହୋଇଥିଲେ ହେଁ ପରେ ଏହା ଏକ ରାଜନୈତିକ ରୂପ ନେଇ କ୍ରମେ ଜର୍ମାନୀରୁ ସମ୍ପୂର୍ଣ୍ଣ ୟୁରୋପକୁ ବ୍ୟାପି ଯାଇଥିଲା। ଏହି ଯୁଦ୍ଧରେ ପ୍ରଭୂତ ଧନଜୀବନର କ୍ଷତି ଘଟିଥିଲା। ଯୁଦ୍ଧରେ ଅଷ୍ଟ୍ରିଆ ଓ ଡେନମାର୍କ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍ ଓ ହଲାଣ୍ଡ ଅଂଶଗ୍ରହଣ କରିଥିଲେ ହେଁ ଜର୍ମାନ ଓ ବୋହେମିଆ ହିଁ ଗୁରୁତର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଯଦିଓ 1648 ଖ୍ରୀଷ୍ଟରେ ୱେଷ୍ଟଫାଲିଆ ଶାନ୍ତି ଚୁକ୍ତି ତ୍ରିବଂଶୀୟ ସମରରେ ଯୁଦ୍ଧରତ ରାଷ୍ଟ୍ରମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧାର୍ମିକ ଏକତା ପ୍ରତିଷ୍ଠା କରିପାରିନଥିଲା, ତଥାପି ୟୁରୋପ ଇତିହାସରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜର୍ମାନୀରେ ଚାଲିଥିବା ଧର୍ମବିଦ୍ୱେଷକୁ ଏହା ବହୁ ମାତ୍ରାରେ ପ୍ରଶମିତ କରିଥିଲା। ଏହା ୟୁରୋପ ଓ ଜର୍ମାନୀ ମଧ୍ୟରେ ଏକ ନୂତନ ରାଜନୈତିକ ପ୍ରାଚୀର ସୃଷ୍ଟି କରିଥିଲା। ଏହି ରାଜିନାମା ଫଳରେ ଫ୍ରାନ୍ସ ଓ ସ୍ୱିଡେନ କ୍ଷତିପୂରଣ ସ୍ୱରୂପ ଜର୍ମାନୀର ଅନେକଗୁଡ଼ିଏ ରାଜ୍ୟ ପ୍ରାପ୍ତ ହୋଇ ସବୁଠାରୁ ବେଶି ଲାଭାନ୍ୱିତ ହୋଇଥିଲା। ଏହି ବୁଝାମଣାର ପ୍ରମୁଖ ଚୁକ୍ତିଗୁଡ଼ିକ ହେଲା: 1ରେ ଅଷ୍ଟ୍ରିଆ ହଙ୍ଗେରୀ ଓ ବୋହେମିଆର ଶାସନଭାର ଫର୍ଡିନାଣ୍ଡଙ୍କ ହାତରେ ରହିଲା, କିନ୍ତୁ ଜର୍ମାନୀ ଉପରେ ଥିବା ତାଙ୍କର ଅଧିକାରକୁ କ୍ଷୁଣ୍ଣ କରାଗଲା। 2ରେ ପବିତ୍ର ରୋମୀୟ ସାମ୍ରାଜ୍ୟର ବାହ୍ୟ ରୂପରେଖ ଠିକ୍ ରହିଥିଲେ ମଧ୍ୟ ତାହାର ସଦସ୍ୟମାନଙ୍କୁ ସେମାନଙ୍କର ସାର୍ବଭୌମତ୍ୱ ସାବ୍ୟସ୍ତ କରିବାର ଅଧିକାର ପ୍ରଦାନ କରାଗଲା। ପ୍ରତ୍ୟେକ ରାଷ୍ଟ୍ର ନିଜ ଇଚ୍ଛାରେ ସମ୍ରାଟଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରମାନଙ୍କ ସଙ୍ଗେ ଯୁଦ୍ଧ ବା ବୁଝାମଣା କରିବାର ଅଧିକାର ପ୍ରାପ୍ତ ହୋଇଲେ। ପ୍ରତ୍ୟେକ ଜର୍ମାନ ଶାସକ ଅନ୍ୟ ଯେକୌଣସି ଦେଶ ସହିତ ସାଂସ୍କୃତିକ ଓ ରାଜନୈତିକ ସମ୍ପର୍କ ରକ୍ଷା କରିବା ପାଇଁ ଅଧିକାର ପାଇଲେ। ପାଲାଟିନେଟ୍ ରାଷ୍ଟ୍ରକୁ 2 ଭାଗରେ ବିଭକ୍ତ କରି ଦିଆଗଲା। ନିଲମ୍ବିତ ହୋଇଥିବା ରାଜା ଫ୍ରେଡେରିକ୍‌ଙ୍କ ପୁତ୍ର ଚାର୍ଲସ୍ ଲୁଇସ୍‌ଙ୍କୁ ଅଷ୍ଟମ ଏଲେକ୍ଟର ରୂପେ ପାଲାଟିନେଟ୍‌ର ଏକ ଅଧ୍ୟକ୍ଷରେ ଅବସ୍ଥାପିତ କରାଗଲା। ପାଲାଟିନେଟ୍‌ରୁ ଅପର ଅଧ୍ୟକ୍ଷ ଉପରେ ବାହାରିଆର ଶାସକଙ୍କୁ ତାଙ୍କର ଆଧିପତ୍ୟ ଜାରି ରଖିବାକୁ ସୁଯୋଗ ଦିଆଗଲା। ବ୍ରାଣ୍ଡେନବର୍ଗ ରାଷ୍ଟ୍ରକୁ ସମ୍ପ୍ରସାରିତ କରି ପ୍ରୁସିଆ ନାମରେ ନାମିତ କରାଗଲା, ଯାହାକି ପରବର୍ତ୍ତୀ ସମୟରେ ଜର୍ମାନୀ ରାଷ୍ଟ୍ରସମୂହର ଏକତ୍ରୀକରଣର ପୃଷ୍ଠଭୂମି ହୋଇଥିଲା। ଏହିପରି ଜର୍ମାନୀ ସ୍ଥୂଳତଃ ଏକ ରାଷ୍ଟ୍ରଗୋଷ୍ଠୀରେ ପରିଣତ ହେଲା। ଏହି ବୁଝାମଣା ସର୍ତ୍ତାନୁସାରେ ଦକ୍ଷିଣ ଓ ପଶ୍ଚିମ ଜର୍ମାନୀରେ କ୍ୟାଥୋଲିକ୍ ଏବଂ ଉତ୍ତର ଜର୍ମାନୀରେ ପ୍ରୋଟେଷ୍ଟାଣ୍ଟମାନଙ୍କୁ ନିଜ ନିଜ ମତବାଦର ପ୍ରଚାର ଓ ପ୍ରସାର କରିବା ପାଇଁ ଅନୁମତି ଦିଆଗଲା। ଏହା ମଧ୍ୟ ସ୍ଥିରୀକୃତ ହେଲା ଯେ
1 ଜାନୁଆରୀ 1624 ଖ୍ରୀଷ୍ଟରେ ପୂର୍ବରୁ କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟମାନଙ୍କ ଦ୍ୱାରା ଯେଉଁ ଗିର୍ଜା ସମ୍ପତ୍ତି ଯାହା ଅଧିକାର ଥିଲା ତାହା ବଳବତ୍ତର ରହିବ। ପ୍ରୋଟେଷ୍ଟାଣ୍ଟମାନଙ୍କୁ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ କ୍ୟାଥୋଲିକମାନଙ୍କୁ ମଧ୍ୟ ପ୍ରାପ୍ତ ହେଲା। ଏହାଛଡ଼ା ଅଗସବର୍ଗର ବୁଝାମଣାକୁ ସଂଶୋଧନ କରାଯାଇ ସେଥିରେ କ୍ୟାଲଭିନୀୟ ମତାବଲମ୍ବୀମାନଙ୍କୁ ଉପଯୁକ୍ତ ମାନ୍ୟତା ଦିଆଗଲା ଏବଂ ସେମାନେ ଅନ୍ୟ ମତାବଲମ୍ବୀମାନଙ୍କ ପର ସ୍ୱାଧୀନ ଭାବେ ନିଜର ଧର୍ମାଚରଣ ପାଇଁ ଅଧିକାର ପ୍ରାପ୍ତ ହେଲେ। ୱେଷ୍ଟଫାଲିଆ ଚୁକ୍ତି ଅନୁସାରେ ପ୍ରତି ଧାର୍ମିକ ବିଚାରାଳୟରେ ସମାନ ସଂଖ୍ୟକ କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟ ବିଚାରପତିମାନଙ୍କୁ ଅବସ୍ଥାପିତ କରିବାର ବ୍ୟବସ୍ଥା ରହିଲା। ଫ୍ରାନ୍ସର ଦାବି ଅନୁସାରେ ମେଟଜ, ଟଉଲ ଓ ଭର୍ଡନ୍ ଉପରେ ତାହାର ଅଧିକାରକୁ ମାନ୍ୟତା ମିଳେ, କିନ୍ତୁ ଜର୍ମାନ ସହର ଷ୍ଟ୍ରାସବର୍ଗକୁ ସ୍ୱତନ୍ତ୍ର କରି ଦିଆଗଲା। ସ୍ୱିଡେନକୁ ବାଲ୍ଟିକ୍ ସମୁଦ୍ର ଓ ପଶ୍ଚିମ ପୋମେରାନିଆ ଓ ବ୍ରେମେନ୍ର ହସ୍ତାନ୍ତର କରାଗଲା। ଏହା କେନ୍ଦ୍ର ୟୁରୋପରେ ଅଷ୍ଟ୍ରିଆର ପ୍ରତିପତ୍ତିକୁ ହ୍ରାସ କରିବା ପାଇଁ ଏକ ସଫଳ ପଦକ୍ଷେପ ଥିଲା। ଉତ୍ତର ନେଦରଲ୍ୟାଣ୍ଡ ଓ ସୁଇଜରଲ୍ୟାଣ୍ଡ ଦୁଇ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରାଯାଇ ସେଗୁଡ଼ିକୁ ସ୍ପେନ୍ ଅଧୀନରୁ ମୁକ୍ତ କରିଦିଆଗଲା। ଏହି ଚୁକ୍ତି ବଳରେ ଫ୍ରାନ୍ସ ଓ ସ୍ୱିଡେନକୁ ଜର୍ମାନୀ ଡାଏଟ୍ ପାଇଁ ନିଜ ନିଜର ପ୍ରତିନିଧି ପଠାଇବାର ଅଧିକାର ମିଳିଲା। ଫଳରେ ଉଭୟ ଦେଶ ଜର୍ମାନୀ ବ୍ୟାପାରରେ ସେମାନଙ୍କ ପ୍ରଭାବକୁ ଅନୁଭୂତ କରିବାର ସୁଯୋଗ ପାଇଲେ। ଐତିହାସିକ ଗ୍ରାଣ୍ଟଙ୍କ ମତରେ ୱେଷ୍ଟଫାଲିଆର ଶାନ୍ତି ଚୁକ୍ତି ଜର୍ମାନୀର ଉତ୍ଥାନକୁ ପ୍ରତିହତ କରିବା ବେଳେ ସ୍ୱିଡେନର ଉତ୍ଥାନକୁ ଅନୁଗାମୀ କରିଥିଲେ। ୱେଷ୍ଟଫାଲିଆ ଶାନ୍ତି ଚୁକ୍ତିର ଗୁରୁତ୍ୱ 1648 ଖ୍ରୀଷ୍ଟୀୟରେ ଏହି ଚୁକ୍ତି ଫଳରେ ୟୁରୋପର ଧାର୍ମିକ ବିବାଦର ଅନ୍ତର୍ତ୍ତି ରାଜନୈତିକ ବିପ୍ଳବର ସୂତ୍ରପାତ ହୋଇଥିଲା। ଏହି ଚୁକ୍ତିର ଗୁରୁତ୍ୱ ଦିଗଗୁଡ଼ିକ ହେଲା। ଏହି ଚୁକ୍ତି ଫଳରେ ୟୁରୋପରେ ଦେଖାଦେଇଥିବା ଧାର୍ମିକ ସମସ୍ୟାର ସମାଧାନ ଘଟି ଏଥିପାଇଁ ଆରମ୍ଭ ହୋଇଥିବା ତ୍ରିବଂଶୀୟ ସମରର ଅବସାନ ଘଟିଲା ଓ ୱେଷ୍ଟଫାଲିଆ ଚୁକ୍ତି ଦ୍ୱାରା ୟୁରୋପରେ ହାବସବର୍ଗ ରାଜବଂଶର ଗୁରୁତ୍ୱ ହ୍ରାସ ପାଇ ଫ୍ରାନ୍ସ ଓ ବୁରିନ୍ ରାଜବଂଶର ପ୍ରାଧାନ୍ୟ ବୃଦ୍ଧି ପାଇଲା। 3ରେ ଏହା ୟୁରୋପରେ ଧାର୍ମିକ ସହନଶୀଳତା ବୃଦ୍ଧି କରିଥିଲା। ଏହାପରେ ୟୁରୋପରୁ ଧାର୍ମିକ ସମସ୍ୟା ଦୂର ହୋଇ କେବଳ ଆର୍ଥିକ ଓ ରାଜନୈତିକ ସମସ୍ୟାମାନ ମୁଣ୍ଡ ଟେକିଥିଲା। 4ରେ ଏହି ଚୁକ୍ତି ଫଳରେ ୟୁରୋପରେ କ୍ଷମତାର ଏକ ସନ୍ତୁଳିତ ବାତାବରଣ ସୃଷ୍ଟି ହୋଇପାରିଥିଲା। ଏହା ସ୍ପେନ୍, ଅଷ୍ଟ୍ରିଆ ଓ ସ୍ୱିଡେନ ଓ ବ୍ରାଣ୍ଡେନବର୍ଗର ରାଜନୈତିକ ଓ ଭୌଗୋଳିକ ସ୍ଥିତିରେ ଏହିପରି ପରିବର୍ତ୍ତନ ଆଣିଲା, ଯାହା ଫଳରେ କେହି ଜଣେ ହେଲେ ୟୁରୋପରେ ଏକାକୀ ନିଜର ପ୍ରଭୁତ୍ୱ ପ୍ରଦର୍ଶନ କରିପାରିଲେ ନାହିଁ। ଏହି ଚୁକ୍ତି ଫଳରେ ପବିତ୍ର ରୋମୀୟ ସାମ୍ରାଜ୍ୟର ଗୁରୁତ୍ୱ ହ୍ରାସ ପାଇଲା, କାରଣ ଏହା ପରେ ଜର୍ମାନୀ ରାଷ୍ଟ୍ରସମୂହ ସ୍ୱତନ୍ତ୍ର ହୋଇଗଲେ। ଫ୍ରାନ୍ସ ଓ ଜର୍ମାନୀ ଓ ଡାଏଟ୍କୁ ତାହାର ପ୍ରତିନିଧି ପ୍ରେରଣ କରିବାର ଅଧିକାର ପ୍ରାପ୍ତ ହୋଇ ପ୍ରଭାବଶାଳୀ ହେଲା। ହାବସବର୍ଗ ରାଜବଂଶର ପ୍ରତିପତ୍ତି ହ୍ରାସ ପାଇବାରୁ ସ୍ୱିଡେନ ଗୁରୁତ୍ୱ ବୃଦ୍ଧି ପାଇଲା। ପୁନଶ୍ଚ ଏହା ମଧ୍ୟ ଫ୍ରାନ୍ସ ପରି ଜର୍ମାନ ଡାଏଟ୍କୁ ତାହାର ପ୍ରତିନିଧି ପ୍ରେରଣ କରି ସେହି ଦେଶର ବ୍ୟାପାରରେ ନିଜର ପ୍ରଭାବ ବିସ୍ତାର କରିପାରିଲା। ତ୍ରିବଂଶୀୟ ସମରର ଭୟାବହତା, ଜନକ୍ଷଣ, ଶିକ୍ଷା, ସଂସ୍କୃତି ଓ ବାଣିଜ୍ୟର ଅବକ୍ଷୟକୁ ଲକ୍ଷ୍ୟ କରି ୱେଷ୍ଟଫାଲିଆ ଶାନ୍ତି ଚୁକ୍ତିରେ ଅଂଶଗ୍ରହଣ କରିଥିବା ଶକ୍ତିମାନେ ଭବିଷ୍ୟତରେ ଯୁଦ୍ଧ ଯେପରି ସାମ୍ରାଜ୍ୟ ଓ ଜନସାଧାରଣଙ୍କ ଉପରେ ସବୁଠାରୁ କମ୍ ପ୍ରଭାବ ପକାଇବ ସେ ବିଷୟରେ ନିଜ ନିଜର ସୁଚିନ୍ତିତ ସତ୍ତାବଳୀମାନ ଉପସ୍ଥାପନ କଲେ। ଏଣୁ ଏକ ଆନ୍ତର୍ଜାତୀୟ ସମର ସଂହିତାର ଆବଶ୍ୟକତା ଅନୁଭବ ହେଲା। ହଲାଣ୍ଡର ହୁଗୋ ପ୍ରୋଟିୟସ୍ ଯୁଦ୍ଧ ଓ ଶାନ୍ତିର ନିୟମ ନାମକ ଏକ ପୁସ୍ତକ
ରଚନା କଲେ। ଏହି ପୁସ୍ତକର ଅଧ୍ୟୟନ ଫଳରେ ସାଧାରଣ ଲୋକ, ଯୁଦ୍ଧରେ ଆହତ ବ୍ୟକ୍ତିମାନଙ୍କ ଦୁଃଖ, ନିହତ ବ୍ୟକ୍ତିମାନଙ୍କ, ଅନାଥ ଶିଶୁ ଓ ପରିବାର କ୍ଲେଶ ତଥା ଯୁଦ୍ଧର ଭୟାବହତାର ପ୍ରଭାବରେ ଉତ୍ପୀଡ଼ିତ ନିରୀହ ଦେଶବାସୀଙ୍କ ମଙ୍ଗଳାର୍ଥେ ଏକ ଅନ୍ତର୍ଦେଶୀୟ ଯୁଦ୍ଧ ସଂହିତା ପ୍ରଚଳନ କଲେ। ଏଣୁ ୱେଷ୍ଟଫାଲିଆ ଚୁକ୍ତିନାମା ଆନ୍ତର୍ଜାତୀୟ ଯୁଦ୍ଧ ସଂହିତା ଏବଂ ଧାର୍ମିକ ସହନଶୀଳତାର ମୂଳସୂତ୍ରର ପ୍ରତିଷ୍ଠାତା ରୂପେ ମାନବ ସଭ୍ୟତାକୁ ଏକ ନୂତନ ଦିଗ୍ଦର୍ଶନ କରାଇଥିଲା। 8ରେ ବ୍ରାଣ୍ଡେନବର୍ଗର ଗୁରୁତ୍ୱ ବୃଦ୍ଧି ପାଇଁ ଏହା ସମ୍ପ୍ରସାରିତ ରୂପେ ପ୍ରୁସିଆରେ ପରିଣତ ହୋଇଥିଲା। ପରେ ଏହା ଧୁରୀଣ ଚାନ୍ସେଲର ବିସମାର୍କଙ୍କ ନେତୃତ୍ୱରେ ସମସ୍ତ ଜର୍ମାନୀୟ ରାଷ୍ଟ୍ରଗୋଷ୍ଠୀର ଏକତ୍ରୀକରଣ ବିରାଟ ସାମ୍ରାଜ୍ୟର ପ୍ରତିଷ୍ଠା ହୋଇଥିଲା। ଏହି ଚୁକ୍ତି ଫଳରେ ହଲାଣ୍ଡ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇ ତା'ର ନୌଶକ୍ତିକୁ ସମୃଦ୍ଧ କରିଥିଲା। ଏହି ଶକ୍ତିଶାଳୀ ନୌବହରର ପ୍ରଭାବ ପରବର୍ତ୍ତୀ ସମୟରେ ୟୁରୋପରେ ବେଶ୍ ଅନୁଭୂତ ହୋଇଥିଲା। ଏହି ଚୁକ୍ତି ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିକର ସମାଧାନ କରିବା ସଙ୍ଗେ ସଙ୍ଗେ ଆଧୁନିକ ରାଜନୈତିକ ବ୍ୟବସ୍ଥାକୁ ଜନ୍ମ ଦେଉଥିଲା। ଐତିହାସିକମାନେ ବିଶ୍ୱାସ କରନ୍ତି ଯେ ୱେଷ୍ଟଫାଲିଆ ଚୁକ୍ତିନାମା ସମୟରେ ପ୍ରସ୍ତୁତ ହୋଇଥିବା ୟୁରୋପର ମାନଚିତ୍ର 1789 ଖ୍ରୀଷ୍ଟୀୟର ଫରାସୀ ବିପ୍ଳବ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ଏଣୁ ୱେଷ୍ଟଫାଲିଆର ଏହି ଶାନ୍ତି ଚୁକ୍ତି ଧାର୍ମିକ ସହନଶୀଳତା, ବିଶ୍ୱଶାନ୍ତି ଓ ଆନ୍ତର୍ଜାତିକ ରାଜନୈତିକ ବ୍ୟବସ୍ଥାର ଭିତ୍ତି ସ୍ଥାପନ କରି ନିରୀହ ମାନବ ସମାଜକୁ ଅନାବଶ୍ୟକ ଯୁଦ୍ଧଘଟାର ଦୁର୍ଦ୍ଦଶା ରକ୍ଷା କରିପାରିଲା। ଏହା ପ୍ରକୃତରେ ସମାଜ କଲ୍ୟାଣ ପାଇଁ ଇତିହାସର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏଇଠି ଭିଡ଼ିଓ ସରିଯାଇଛି। ଏଇଭଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର ବହୁତ ପ୍ରବଳ ମାତ୍ରାରେ କରନ୍ତୁ। ଯାହାଫଳରେ ଆହୁରି ମୁଁ ନୂଆ ନୂଆ ଭିଡ଼ିଓ ନେଇ ଆସିବି। ଜୟ ଜଗନ୍ନାଥ।